ଆମେ ଜାଣିନାହାନ୍ତି ପିଜୁଳି ପତ୍ରରେ କିନ୍ତୁ ବହୁତ ଗୁଡ଼ିଏ ଔଷଧୀୟ ଗୁଣ ରହିଛି। ପିଜୁଳି ପତ୍ର ଆମେ ତାକୁ ସାଧାରଣ ପିଜୁଳି ପତ୍ର ବୋଲି ଭାବୁଛନ୍ତି, କିନ୍ତୁ ଏଥିରେ ବହୁତ ରୋଗର ତା'ର ପ୍ରତିକାର ରହିଛି। ତାହେଲେ ପିଜୁଳି ପତ୍ରକୁ ଯଦି ଆମେ ବାଟିକିରି ତା ମୁହଁରେ ଲଗାଇବା ତାହେଲେ ବ୍ରଣ ଭଲ ହୋଇଯିବ। ଆପଣମାନଙ୍କର ଯେଉଁମାନଙ୍କ ସାଙ୍ଗସାଥି ଆପଣମାନଙ୍କର ଯେଉଁମାନଙ୍କର ବ୍ରଣ ହେଉଛି, ତାକୁ ପିଜୁଳି ପତ୍ରକୁ ବାଟିକି ତାଙ୍କୁ କହିବେ ସେ ମୁହଁରେ ଲଗାଇବେ, ତାହେଲେ ବ୍ରଣ ଭଲ ହୋଇଯିବ। ପିଜୁଳି ପତ୍ରକୁ ଚୋବାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କର ହଜମ ହେଉନାହିଁ, ତାହେଲେ କୋଷ୍ଠକାଠିନ୍ୟ କହିଲେ ବହୁତ କଷ୍ଟରେ ଆପଣ ଝାଡ଼ା ଯାଉଛନ୍ତି ଏବଂ ପେଟ ଆପଣଙ୍କର ସବୁବେଳେ ଅସୁସ୍ଥ ରହୁଛି, ତାହେଲେ ସେ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବ କିଏ ନା ପିଜୁଳି ପତ୍ରକୁ ଆପଣ ସବୁବେଳେ ଚୋବାଇବେ, ପିଜୁଳି ପତ୍ର ଚାବିକି ଖାଇବେ, ତାହେଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ। ତା ସହିତ ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ। ଆଉ ବିନା ହଜମ ଯାହାର ହେଇପାରୁନାହିଁ, ହଜମ କିଛି ଲୋକଙ୍କର ହଜମ ହୁଏନି ସହଜରେ, ସେମାନଙ୍କୁ ଏଇଟା ଖାଇଲେ ତା ସହିତ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ହୋଇଥାଏ। ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି ସେମାନେ ପିଜୁଳି ପତ୍ରର ରସ ପ୍ରତିଦିନ ସେବନ କରନ୍ତୁ। ଯେଉଁମାନେ ମୋଟା ହେଇଯାଇଛନ୍ତି କିନ୍ତୁ ସ୍ଲିମ୍ ହେବା ପାଇଁ ଆଉ ପତଳା ହେବା ପାଇଁ ଚାହୁଁଛନ୍ତି, ସେମାନେ ପିଜୁଳି ପତ୍ରର ରସ ପ୍ରତିଦିନ ସେବନ କରିବେ, କିଛି ଦିନରେ ଏହାର ଫରକ ଜାଣିପାରିବେ। 4 ନମ୍ବର, ପିଜୁଳି ପତ୍ରର ରସ ଲିଭରକୁ ସୁସ୍ଥ ରଖିଥାଏ। ଯଦି ଆପଣ ପିଜୁଳି ପତ୍ରର ରସକୁ ଖାଉଛନ୍ତି ବା ପିଉଛନ୍ତି, ତାହେଲେ ତାହା ଲିଭରକୁ ସୁସ୍ଥ ରଖିବ, ବୁଝିଲେ। ଲିଭର ବା ଯକୃତ ଯେଉଁଟାକୁ ଆମେ କହୁଛନ୍ତି। ପିଜୁଳି ପତ୍ରର ରସ ପିଇଲେ ବ୍ଲଡ଼ ପ୍ରେସର କମ୍ ହୋଇଥାଏ। ଯଦି ଆମେ ପିଜୁଳି ପତ୍ରର ରସ ପିଉଛନ୍ତି, ତାହେଲେ ବ୍ଲଡ଼ ପ୍ରେସର କମ୍ ହେବ। ବ୍ଲଡ଼ ପ୍ରେସର ସମସ୍ୟାରେ ଆଜିକାଲି ସମସ୍ତେ ଜର୍ଜରିତ। ସେହିଭଳି ପିଜୁଳି ପତ୍ରର କାଢ଼ ପିଇଲେ ଯଦି ଆମେ ତା'ର କାଢ଼ ପିଇଲେ ପେଟ ଜନିତ ସମସ୍ୟା ଭଲ କରିଥାଏ ଏବଂ ମୁଣ୍ଡ ବିନ୍ଧା ହେଉଥିଲେ ଭଲ କରିଥାଏ। ପିଜୁଳି ପତ୍ର କାଢ଼ ଯେଉଁଟା ଆମେ ତାକୁ ବାଟିକି କାଢ଼ କରୁଛନ୍ତି, ସେ କାଢ଼ ପିଇଲେ ପେଟ ଜନିତ ସମସ୍ୟା ଭଲ କରିଥାଏ ଏବଂ ମୁଣ୍ଡ ବିନ୍ଧା ହେଉଥିଲେ ଭଲ